ମୁଁ କୁମାରଲୋକ ସ୍ୱାଗତ କରୁଛି କୁମାରଲୋକ ତୀର୍ଥନ କବିତାମାଳା କାର୍ଯ୍ୟକ୍ରମକୁ। ଆଜିର କବିତାମାଳାରେ କବିତାଟିକୁ ନେଇ ଆସିଛନ୍ତି ଭୁବନେଶ୍ୱରର କବୟିତ୍ରୀ ରୀତା ଅପରାଜିତା ମହାନ୍ତି। ତାଙ୍କର କବିତାର ଶୀର୍ଷକ ସେଇ ପିଲାଦିନ ଏବଂ କବିତାଟିରେ ସେ ଦର୍ଶାଇଛନ୍ତି ଯେ ପ୍ରତ୍ୟେକ ମଣିଷର ପିଲାଦିନ କିଭଳି କଟିଥାଏ ଏବଂ ଯେତେ ଚେଷ୍ଟା କଲେ ସେ ପିଲାଦିନକୁ ଫେରି ଆଣି ହୋଇନଥାଏ। ତ ଆସନ୍ତୁ ଶୁଣିବା କବୟିତ୍ରୀ ରୀତା ଅପରାଜିତା ମହାନ୍ତିଙ୍କ ସ୍ୱରଚିତ କବିତା ସେ ପିଲାଦିନ। ଆମେ ସମସ୍ତେ ଆମ ପିଲାଦିନର ସ୍ମୃତିକୁ ଅଳ୍ପ ବହୁତ ଝୁରି ହଉ। ପିଲାଦିନର ସ୍ମୃତି କେତେ ମଧୁକର ଥିଲା, ସେଇ ସ୍ମୃତିକୁ ମନେ ପକାଇ ମୋର ଏଇ କବିତା ସେଇ ଏକ ପ୍ରକାରର ଖେଳ। ମୁଁ ଆପଣମାନଙ୍କର ରୀତା ଅପରାଜିତା ମହାନ୍ତି। କବିତାର ଶିରୋନାମ ସେଇ ଏକ ପ୍ରକାର ଖେଳ। କେହି ତ ଫେରେଇ ଆଣ, କେହି ତ ଫେରେଇ ଆଣ ମୋର ହଜି ଯାଇଥିବା ଛୋଟ କଣ୍ଢେଇ। କେହି ତ ଫେରେଇ ଆଣ ମୋର ହଜି ଯାଇଥିବା ଛୋଟ କଣ୍ଢେଇ। ପିଲାଦିନର ସେଇ ଧୂଳିବାଲି ଖେଳ କେତେ ଆମେ ଖେଳୁଥିଲୁ, ଘର ଘର ଖେଳ କେତେ ଆମେ ଖେଳୁଥିଲୁ, ଘର ଘର ଖେଳ। କେହି ତ ଫେରାଇ ଦିଅ ମୋର ପ୍ରଥମ ବର୍ଷର ପ୍ରଥମ ଭିଜିବାର ଅନୁଭୂତି, ବର୍ଷା ସହିତ ମୋର ପ୍ରଥମ ଦେଖା। କେହି ତ ଫେରାଇ ଦିଅ ମୋର ଅଭୁଲା ଅତୀତ, ଖାଇସାରି ବୋଉ ପଣତରେ ମୁହଁ ପୋଛିବା, ଖାଇସାରି ବୋଉ ପଣତରେ ମୁହଁ ପୋଛିବା। କି ବାପାଙ୍କ ଆଦର, ଭାଇ ସହ ମିଛି ମିଛିକା କଳି ଝଗଡ଼ା। ଯାହା ଯାହା ମୋର ମନଲୋଭା, ଯାହା ସବୁ ମୁଁ ପଛରେ ଛାଡ଼ି ଆସିଛି, ଯାହା ଯାହା ମୋର ମନଲୋଭା, ଯାହା ସବୁ ମୁଁ ପଛରେ ଛାଡ଼ି ଆସିଛି। କେହି ତ ମତେ ଫେରେଇ ଦିଅ, ମତେ ଲୋଡ଼ା ସଜ ସତେଜ ନୂଆ ଆଶ୍ୱାସନା ଭରା ଜୀବନଟିଏ। କେତେ ଆଉ ଶବ୍ଦ ସହିତ ଖେଳିବି ସେଇ ଏକ ପ୍ରକାରର ଖେଳ, କେତେ ଆଉ ଶବ୍ଦ ସହିତ ଖେଳିବି ସେଇ ଏକ ପ୍ରକାରର ଖେଳ। ସତରେ ସେଇ ଅତୀତର ମିଠା ମିଠା ସ୍ମୃତି କେବେ ଭୁଲି ହୁଏନି। ମନ ହୁଏ ପୁଣି ଥରେ ସ୍କୁଲ ବ୍ୟାଗ୍ ପକେଇ ସେଇ ସ୍କୁଲକୁ ଫେରି ଯିବା ପାଇଁ, ସେଇ ଛୋଟ ବଡ଼ ଦୁଷ୍ଟାମି କରିବା ପାଇଁ। ସେଇ ଅତୀତର ସ୍ମୃତି ଚାରଣକୁ ନେଇ ମୋର ଏଇ କବିତାଟି କେମିତି ଲାଗିଲା ନିଜର ମତ ଦେବେ। ଧନ୍ୟବାଦ। ଆଚ୍ଛା, ଆପଣମାନେ ଶୁଣିଲେ ତ ରୀତା ଅପରାଜିତା ମହାନ୍ତିଙ୍କର ସ୍ୱରଚିତ କବିତା ସେ ପିଲାଦିନ। ତ ଦର୍ଶକ ବନ୍ଧୁ, ସତରେ ଆମର ସେ ପିଲାଦିନ ଯେତେ ଚେଷ୍ଟା କଲେ ବି ସେ ଫେରି ଆଣିପାରିବେନି ଏବଂ ଖୁବ୍ ସୁନ୍ଦର ଭାବରେ କବୟିତ୍ରୀ ରୀତା ଅପରାଜିତା ମହାନ୍ତି ତାଙ୍କର ଲେଖନୀ ମାଧ୍ୟମରେ ଆମମାନଙ୍କ ନିକଟରେ ବହୁତ ସୁନ୍ଦର ବାର୍ତ୍ତା ଦେଇଛନ୍ତି। ତାଙ୍କୁ ଅଶେଷ ଅଶେଷ ଧନ୍ୟବାଦ କୁମାରଲୋକ ତୀର୍ଥନ ପକ୍ଷରୁ ଏବଂ ଓଡ଼ିଶାର ସମସ୍ତ କବି ଏବଂ କବୟିତ୍ରୀମାନଙ୍କ ଅନୁରୋଧ, ଆପଣଙ୍କ ନିକଟରେ ଏଇଭଳି ଯଦି କିଛି ପ୍ରତିଭା ଥାଏ କିମ୍ବା ଆପଣ ଯଦି କିଛି ଲେଖାଲେଖି କରୁଛନ୍ତି ତାକୁ ଭିଡ଼ିଓ କ୍ଲିପ୍ କିମ୍ବା ଭଏସ୍ ରେକର୍ଡ଼ ମାଧ୍ୟମରେ ଆମ ନିକଟରେ ପହଞ୍ଚାନ୍ତୁ। ଆମର ନମ୍ବର ଆମର ସ୍କ୍ରିନ୍ରେ ଦିଆଯାଇଛି। ପୁଣି ଥରେ ସେ ନମ୍ବରଟିକୁ ମୁଁ କହି ରଖୁଛି 7077155261। ଏତିକି କହି ମୁଁ ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖୁଛି। ନମସ୍କାର।